नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। नमो विष्णुपदाय कृष्णप्रेष्ठाय भूतले श्रीमते भक्तिस्वरूप दामोदर स्वामिनिति नामिने। नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देश तारिणे। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे 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 राम 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 हरे हरे। ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଆଜି ଭଗବାନଙ୍କର ଜଗନ୍ନାଥ ବଳଦେବ ସୁଭଦ୍ରା ମାନେ ସୁଦର୍ଶନ ଜୀଉଙ୍କର ଜନ୍ମଦିନ। ଏହି ଜନ୍ମଦିନ ହେଉଛି ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ତିଥି ଏବଂ ଏହି ଜନ୍ମ ତିଥିରେ ଭଗବାନଙ୍କର 108 ସୁନା କୂଅର ଜଳ ସୁଗନ୍ଧିତ ଜଳରେ ଭଗବାନ ସ୍ନାନ କରନ୍ତି। ସ୍କନ୍ଦ ପୁରାଣ 31 ଶ୍ଲୋକ ନମ୍ବର 66। एवं सलीलम भगवान जन्म ज्येष्ठाभिषेचने नायते मंच देशम तु निशिथे ब्राह्मणादिभिः। अर्थात यही भगवानकर जन्म तिथि जन्म ज्येष्ठ मास पूर्णिमा तिथि ज्येष्ठ मास पूर्णिमा तिथिर निशिथ काଳରେ भगवान को जन्म स्नान पाई देवस्नान मंडप निकट को ब्राह्मण मानक द्वारा विभिन्न पहंडी एवं वाद्य विभिन्न प्रकार राजकीय मर्यादा पूर्वक अणा जाई राज्याभिषेक भଳି स्नान करा जाए। अतो अयम भक्ति तनेयम श्रीकृष्ण मंचम उत्तमम सुभद्रावल भद्रौ च राजवत परिचर्य वै। अतः परम भक्ति सहकार ଯତ୍ନ ସହିତ ଭଗବାନ ଶ୍ରୀକୃଷ୍ଣ ଯେ କି ଶ୍ରୀ ଜଗନ୍ନାଥ ବଳଦେବ ଓ ସୁଭଦ୍ରା ମାତା ସୁଦର୍ଶନ ଜୀଉଙ୍କୁ ରାଜକୀୟ ମର୍ଯ୍ୟାଦା ସହ ପରିଚର୍ୟା ପୂର୍ବକ ସ୍ନାନ ମଣ୍ଡକୁ ଅଣାଯିବା ଉଚିତ। अहम पूर्विकया शब्दो देवानां श्रूयते दिवि देवन्दुभयश्चैव जय शब्द विमिश्रिता। गगन मंडल रे देवता माने निज निजर दिव्य वाद्य ध्वनि प्रतियोगिता कला भଳି उत्पन्न करिथांती। सेही दिव्य दुंदुभि ध्वनि सहित जय जगन्नाथ जय बलदेव जय मां सुभद्रा जय सुदर्शन एवं विभिन्न प्रकार नारायण विष्णुଙ୍କର जय ध्वनि देउथिबार सुना जाए एही देवस्नान पूर्णिमा रे। ततो मंच स्थितम ब्रह्म रूपम प्रत्यर्चया सह औछाद्य सर्वाण्यंगानि मुख वर्ज सुचलकैः वीणा निवेद्यं संपूज्य उपचारै पुरोदितैः अधिवासित कुंभैश्च शांति घोष पुरुषरम् समुद्र ज्येष्ठा मंत्रेण स्नापयते सुरपुंगवन् पश्यताम् अभिषेक तृणाम् कृत्य कृत्य हेतवे। हे महर्षिगण सेई मंच स्थिति
ମଞ୍ଚରେ ସ୍ଥିତ ହୋଇଥିବା ବ୍ରହ୍ମ ସ୍ୱରୂପ ଜଗନ୍ନାଥ ଦେବଙ୍କର ଅନ୍ୟାନ୍ୟ ଅର୍ଚା ବିଗ୍ରହ ସହିତ ମୁଖମଣ୍ଡଳ ବ୍ୟତୀତ ସର୍ବାଙ୍ଗକୁ ସୁନ୍ଦର ବସ୍ତ୍ର ଦ୍ୱାରା ଆଚ୍ଛାଦନ କରି ନୈବେଦ୍ୟ ଏବଂ ଉପରୋକ୍ତ ଅପର ସମସ୍ତ ଅନ୍ୟାନ୍ୟ ଉପଚାର ଦ୍ୱାରା ପୂଜା ଅନ୍ତେ ଶାନ୍ତି ପାଠ ହେଉଥିବା ସମୟରେ ସମୁଦ୍ର ଜ୍ୟେଷ୍ଠା ଇତ୍ୟାଦି ମନ୍ତ୍ର ପାଠ ପୂର୍ବକ ଅଧିବାସିତ କଳସ ସମୂହକୁ ନେଇ ଅଭିଷେକକାରୀଙ୍କ ସହିତ ସମସ୍ତ ଦର୍ଶକ ମାନଙ୍କର କୃତାର୍ଥତା ନିମିତ୍ତ ସେଇ ଚତୁର୍ଦ୍ଧା ବିଗ୍ରହ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନଙ୍କୁ ଅଭିଷେକ କରାଇବେ। ସ୍ନାପ୍ୟମାनं ତୁ ପଶ୍ୟନ୍ତି ଯେ ନରାସ୍ତତ୍ର ସଂସ୍ଥିତାଃ ଗର୍ଭୋଦକେନ ସୋପନଂ ନ ତେ ପୁନରବାପ୍ନୁୟୁଃ। ଯେଉଁ ମନୁଷ୍ୟମାନେ ସେଠାରେ ରହି ସ୍ନାନ କାଳରେ ଭଗବାନଙ୍କୁ ନିରୀକ୍ଷଣ କରନ୍ତି ସେମାନଙ୍କୁ ପୁନରାୟ ଜନନୀ ଗର୍ଭ ଜଳରେ ସ୍ନାନ କରିବାକୁ ପଡିବ ନାହିଁ। ତେବେ ଜନ୍ମ ମୃତ୍ୟୁ ଚକ୍ରରୁ ମୁକ୍ତି ଲାଭ କରି ଭଗବତ ଧାମ ପ୍ରତ୍ୟାବର୍ତ୍ତନ କରିବେ। ପୁନରପି ଜନ୍ମ ପୁନରପି ମରଣ ପୁନରପି ଜନନୀ ଜଠରେ ଶୟନ ଜାତସ୍ୟ ହି ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତସ୍ୟ ଚ। ଏହା ହେଉଛି ସଂସାରର ନିୟମ ଯେ ଜନ୍ମ ନେଉଥିବା ବ୍ୟକ୍ତି ପୁଣି ମରିବ ଏବଂ ମରିବା ପରେ ପୁଣି ଜନ୍ମ ନେବ, ପୁଣି ଜନନୀ ଜଠରରେ ଶୟନ କରି ପୁଣି ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲିବ। କିନ୍ତୁ ଯେ ବିଷ୍ଣୁ ଭକ୍ତି କରନ୍ତି ଏବଂ ଯେ ଭଗବାନଙ୍କର ଦେବସ୍ନାନ ପୂର୍ଣ୍ଣିମା ଯୋଗଦାନ କରନ୍ତି, ଭଗବାନଙ୍କର ସ୍ନାନ ସମୟରେ ନିରୀକ୍ଷଣ କରନ୍ତି, ସେମାନଙ୍କୁ ଆଉ ଥରେ ଏଇ ଭୌତିକ ସଂସାରରେ ଜନ୍ମ ନେବାକୁ ପଡିବନି, ସେ ମୁକ୍ତି ଲାଭ କରିବେ। ଜ୍ୟେଷ୍ଠ ସ୍ନାନଂ ଭଗବତୋ ଯେ ପଶ୍ୟନ୍ତି ମୁଦାନ୍ବିତାଃ ନ ତେ ଲବାବ୍ଧୌ ମଜ୍ଜନ୍ତି ଯାତ୍ରା ସ ଉତ୍କୁଣ୍ଠ ମାନସଃ। ସ୍ନାନ ଯାତ୍ରା କାଳରେ ପରମ ଆନନ୍ଦ ଅତି ଉତ୍ସାହର ସହିତ ସମ୍ପୂର୍ଣ୍ଣ ହୃଦୟରେ ଆନନ୍ଦର ସହିତ ଯେଉଁମାନେ ଭଗବାନଙ୍କର ଏଇ ଦିବ୍ୟ ଜ୍ୟେଷ୍ଠ ଜନ୍ମ ସ୍ନାନ ପୂର୍ଣ୍ଣିମା ଦର୍ଶନ କରନ୍ତି, ସେ ଜୀବ କେବେ ହେଲେ ପୁଣି ଥରେ ଭବସାଗରରେ ନିମଗ୍ନ ହେବେ ନାହିଁ। ବୁଦ୍ଧ୍ୟ ବୁଦ୍ଧିକୃତଃ ପୁଂସାମନାଦିଃ ପାପ ସଞ୍ଚୟଃ ତତ୍କ୍ଷଣାନାଶ ମାୟାତି ପଶ୍ୟତାମ୍ ସ୍ୱପନମ୍ ହରେଃ। ଯେଉଁ ପୁରୁଷ ଗଣ ବାଲ୍ୟାବସ୍ଥାରୁ ଜ୍ଞାନ ବା ଅଜ୍ଞାନତା ପୂର୍ବକ ଯେତେ କିଛି ପାପ ସଞ୍ଚୟ କରିଥାନ୍ତି, ଭଗବାନ ହରିଙ୍କର ସ୍ନାନ ଯାତ୍ରା ଦର୍ଶନରେ ତତ୍କ୍ଷଣାତ୍ ସେ ସମସ୍ତ ପାପ ନଷ୍ଟ ହୋଇଥାଏ। ଜ୍ଞାତ ସାରରେ ହଉ ବା ଅଜ୍ଞାତ ସାରରେ ହଉ ବାଲ୍ୟ କାଳରୁ ଆଜି ଯାଏ ଆମେ ଅନେକ ପ୍ରକାର ପାପ ଅର୍ଜନ କରିଥାଉ। ଯଦି ଭଗବାନ ହରିଙ୍କର ଏହି ସ୍ନାନ ଯାତ୍ରା ଆମେ ଦର୍ଶନ କରନ୍ତି, ତାହେଲେ ସେ ସମସ୍ତ ପାପ ତତ୍କ୍ଷଣାତ୍ ନଷ୍ଟ ହୋଇଯାଇଥାଏ। ସତ୍ୟଂ ସତ୍ୟଂ ପୁନଃ ସତ୍ୟଂ ବ୍ରବୀମି ଦ୍ୱିଜ ପୁଙ୍ଗବାଃ ସର୍ବସନ୍ତାପମନମଶେଷ ମୂଳନାଶନମ୍ ସ୍ନପନಂ ଶ୍ରୀପତିର୍ଜ୍ୟେଷ୍ଠା ଯତି ଭକ୍ତ୍ୟା ବିଲୋକିତମ୍ प्रायश्चितं निमित्तानि जानि पापानि सन्ति बहि तानि सर्वाणि क्षीयन्ते पश्यतां स्नपनं हरेः नातः परतरं कर्मं ह्यनायासेन मोचनं ज्येष्ठ जन्मदिने स्नानं हरेर्जव जदवलोकितं स्नान दान तपः श्राद्ध जप यज्ञादयस्तुजे विधयः कोटिगुणिताः कोटि जन्मो पपादिताः स्नान दर्शन पुण्यस्य हरेस्तेन तुलां गताः। ଜ୍ୟେଷ୍ଠ ପୂର୍ଣ୍ଣିମାରେ ଭକ୍ତି ଭାବ ନେଇ ଯଦି ଭଗବାନ ଶ୍ରୀପତିଙ୍କର ସ୍ନାନ ଯାତ୍ରା ଅବଲୋକନ କରାହୁଏ, ତାହେଲେ ସକଳ ସନ୍ତାପ ଅଶେଷ ପାପ ପ୍ରଶମିତ ହୋଇଥାଏ। ହେ ଦ୍ୱିଜଶ୍ରେଷ୍ଠ ବ୍ରାହ୍ମଣଗଣ, ମୁଁ ଏହାର ତ୍ରିବାର ସତ୍ୟ କରି କହୁଅଛି ଯେ ବିଶେଷତଃ କୌଣସି ପ୍ରାୟଶ୍ଚିତ ଯୋଗ୍ୟ ଯେତେ କିଛି ପାପ ରହିଥିବ, ସେ ସମସ୍ତ ପାପ ଶ୍ରୀହରିଙ୍କର ସ୍ନାନ ଉତ୍ସବ ଦର୍ଶନରେ ନିଶ୍ଚିତ ଭାବରେ କ୍ଷୟ ପ୍ରାପ୍ତ ହେବ। ଏଣୁ ଏହି ଜ୍ୟେଷ୍ଠ ସ୍ନାନ ପୂର୍ଣ୍ଣିମା ଯେଉଁଦିନ ଭଗବାନ ଜଗନ୍ନାଥଙ୍କର ଜନ୍ମଦିନ, ଏହି ଦିନ ସ୍ନାନ ଯାତ୍ରା ଦର୍ଶନ ଅପେକ୍ଷା ମୋକ୍ଷ ପ୍ରାପ୍ତି ପାଇଁ ଅନ୍ୟ କୌଣସି ଶ୍ରେଷ୍ଠ କର୍ମ ନାହିଁ। ସ୍ନାନ ଦାନ ତପସ୍ୟା ଶ୍ରାଦ୍ଧ ଜପ
ଯଜ୍ଞ ଆଦି ଯେତେ ପ୍ରକାର ବେଦ ବିହିତ କର୍ମ ଅଛି ତାହା ଯଦି କୋଟି କୋଟି ଜନ୍ମରେ କୋଟି କୋଟି ଗୁଣରେ ବି ଅନୁଷ୍ଠିତ ହୋଇଥାଏ ତଥାପି ତାହା ହରିଙ୍କର ଗୋଟିଏ ଦିନର ସ୍ନାନ ଯାତ୍ରା ଦର୍ଶନ ତୁଲ୍ୟ ମହାପୁଣ୍ୟ ଭଳି କେବେ ହେଇପାରିବ ନାହିଁ। ଅର୍ଥାତ ଗୋଟିଏ ଦିନର ସ୍ନାନ ଯାତ୍ରାରେ ଆପଣଙ୍କର କୋଟି କୋଟି ଜନ୍ମରେ କୋଟି କୋଟି ଗୁଣରେ ଯାହା କିଛି ବେଦ ବିହିତ ସ୍ନାନ ଦାନ ତପସ୍ୟା ଶ୍ରାଦ୍ଧ ଜପ ଯଜ୍ଞାଦି କରିଥାନ୍ତି ସେ ସମସ୍ତର ଫଳ ଏଇ ଗୋଟିଏ ଦିନ ସ୍ନାନ ଯାତ୍ରା ଦର୍ଶନରେ ଆପଣ ପ୍ରାପ୍ତ ହୋଇପାରିବେ। ଜ୍ୟେଷ୍ଠ ଜନ୍ମ ଏ ଶ୍ଲୋକ ମନେ ରଖନ୍ତୁ 77 ନମ୍ବର ଶ୍ଲୋକ। ଜ୍ୟେଷ୍ଠ ଜନ୍ମ ଦିନେ ସ୍ନାନମ୍ ହରେରେ ଯଦବଲୋକିତମ୍ ସ୍ନାନ ଦାନ ତପଃ ଶ୍ରାଦ୍ଧ ଜପ ଯଜ୍ଞାଦୟସ୍ତୁଜେ। ଅର୍ଥାତ ଏହି ଜ୍ୟେଷ୍ଠ ଜନ୍ମଦିନ ଏଇ ଦିନଟି ଭଗବାନ ଜଗନ୍ନାଥଙ୍କର ଜନ୍ମଦିନ। କାରଣ ଏହି ଦିନ ହିଁ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଜଗନ୍ନାଥଙ୍କର ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ସ୍ଥାପନ କରାଇଥିଲେ। ସ୍ନାନ ଦାନ ତପସ୍ୟା ଶ୍ରାଦ୍ଧ ଜପ ଯଜ୍ଞ ଯେତେ ପ୍ରକାର ବିହିତ କର୍ମ ଅଛି ସେ ସମସ୍ତ କର୍ମରେ ଯାହା କିଛି ପୁଣ୍ୟ ପ୍ରାପ୍ତ ହୋଇଥାଏ ତାହାର କୋଟିଏ ଗୁଣ ନିଅନ୍ତୁ। ତାହାର କୋଟିଏ ଗୁଣ ଏବଂ କୋଟି କୋଟି ଜନ୍ମ ଧରି ଯଦି ଆଚରଣ କରାହେଇଥାଏ କୋଟି କୋଟି ଜନ୍ମରେ ଯେତେ ସ୍ନାନ ଜପ ତପସ୍ୟା ଶ୍ରାଦ୍ଧ ଯଜ୍ଞ ଆଦି ସବୁ ଆପଣ ଆଚରଣ କରିଛନ୍ତି ଦାନ ଆଦି ସେ ସମସ୍ତ ପୁଣ୍ୟ ଫଳ ଗୋଟେ ଜନ୍ମର ନୁହଁ କୋଟିଏ ଜନ୍ମର ସେ ଯେତିକି ପୁଣ୍ୟ ଫଳ ହବ ତାର ପୁଣି କୋଟିଏ ଗୁଣ ନିଅନ୍ତୁ ସେତିକି ପୁଣ୍ୟ ଫଳ କେବଳ ଗୋଟିଏ ଦିନ ସ୍ନାନ ଯାତ୍ରାର ଦର୍ଶନରେ ଆପଣ ପ୍ରାପ୍ତ ହୁଅନ୍ତି। ଜୟ ଜଗନ୍ନାଥ। ଇଏ ଅତି ମହାପୁଣ୍ୟ ପ୍ରଦାନକାରୀ ଯେ ଭଗବାନଙ୍କର ଏଇ ଜ୍ୟେଷ୍ଠ ମାସର ଯୋଉ ଜନ୍ମ ଦିନରେ ତାଙ୍କର ଜନ୍ମ ସ୍ନାନ ପୂର୍ଣ୍ଣିମା। ଭକ୍ତ୍ୟା ଜହ ସ୍ନପନମ୍ ବିଷ୍ଣୋର ଏକ ଅସ୍ମିନ୍ ବତ୍ସରେ ପିବା ପଶ୍ୟନ ଶ୍ରୋଚତେ ବିପ୍ରା ଇହ ସଂସାର ମୋଚନେ। ଯେଉଁ ବିପ୍ରଗଣ ଯେଉଁ ବ୍ୟକ୍ତି ଭକ୍ତି ସହକାରେ ଅନନ୍ୟ ଏକ ବର୍ଷରେ ଥରେ ମାତ୍ର ବିଷ୍ଣୁଙ୍କର ଏହି ସ୍ନାନ ଯାତ୍ରା ଦର୍ଶନ କରେ ତାହାକୁ ସଂସାରର କୌଣସି ଦୁଃଖ ବା ଶୋକ ଗ୍ରାସ କରିପାରିବ ନାହିଁ ତାର ସମସ୍ତ ସାଂସାରିକ ଦୁଃଖ ଶୋକ ମୋଚନ ହୋଇଥାଏ। ନିଷ୍ଟମ୍ କ୍ରତୃଭି ପୁଣ୍ୟ ହିଁ ଶ୍ରଦ୍ଧା ବିପୁଳ ଦକ୍ଷିଣ ହିଁ ମହାଦାନାଦି ଦତ୍ତାନି ଭୋଜି ତାହା କୋଟି ଶୁଦ୍ଧି ଯାହା ଶ୍ରାଦ୍ଧାନି ଗୟା ଶୀର୍ଷ ଦୌ କୋଟିଶ୍ଚ କୃତାନି ବହି ପୁଣ୍ୟ କାଳେ ଚ ତୀର୍ଥା ଦୌ तपांसि चरितानि च अर्धोदयादि जोगेषु कोटि तीर्थेषु कोटिशः स्नातानि तेन भविप्रा जह पश्यति ସ୍ନାପନମ୍ ହରେଃ। ଯେଉଁ ବ୍ୟକ୍ତି ଭଗବାନ ହରିଙ୍କର ସ୍ନାନ ଦର୍ଶନ କରିପାରେ ତାହାର ଭୂରି ଦକ୍ଷିଣା ଯୁକ୍ତ ଶ୍ରଦ୍ଧାପୂର୍ଣ୍ଣ ପବିତ୍ର ଯଜ୍ଞ ସମୂହର ଅନୁଷ୍ଠାନ ମହାଦାନ କୋଟି କୋଟି ବ୍ରାହ୍ମଣ ଭୋଜନ ଗୟା ପ୍ରଭୃତି ତୀର୍ଥ ସ୍ଥାନରେ କୋଟି କୋଟି ବାର ପିଣ୍ଡଦାନ ପୁଣ୍ୟ କାଳରେ ତୀର୍ଥ ସ୍ଥାନରେ ତପଶ୍ଚର୍ଯ୍ୟା ଅର୍ଦ୍ଧୋଦୟ ଆଦି ଯୋଗ ସହିତ କୋଟି କୋଟି ତୀର୍ଥରେ କୋଟି କୋଟି ବାର ସ୍ନାନ କରିବା ଏସବୁ ଗୋଟିଏ ଥରରେ ହେଇଗଲା ବୋଲି ଜାଣିବେ। ଏ ଅତି ମହତ୍ୱପୂର୍ଣ୍ଣ ଶ୍ଲୋକ। ଏଠି ଭଗବାନଙ୍କର ସ୍ନାନ ପୂର୍ଣ୍ଣିମା ଦର୍ଶନର କେତେ ଗୁରୁତ୍ୱପୂର୍ଣ୍ଣ କେତେ ମହତ୍ୱ କେତେ କୃପା ଏହି ଦେବସ୍ନାନ ପୂର୍ଣ୍ଣିମାରେ ଆମେ ଲାଭ କରିପାରୁଛନ୍ତି ଶ୍ରବଣ କରନ୍ତୁ ଯେ ଯେଉଁ ବ୍ୟକ୍ତି ବହୁତ ଦକ୍ଷିଣା ଦେଇ ପୂର୍ଣ୍ଣ ଶ୍ରଦ୍ଧା ସହିତ ବହୁତ ଯଜ୍ଞର ଅନୁଷ୍ଠାନ କରିଛି ସହସ୍ର ସହସ୍ର ଅଶ୍ୱମେଧ ଯଜ୍ଞ ଆଦି ଅନ୍ୟାନ୍ୟ ଯଜ୍ଞ ଅନୁଷ୍ଠାନ କରିଛି ମହାଦାନୀ ଅନେକ ଦାନ ପୁଣ୍ୟ କାର୍ଯ୍ୟ କରିଛି କୋଟି କୋଟି ବ୍ରାହ୍ମଣଙ୍କୁ ଭୋଜନ ପ୍ରଦାନ କରୁଛି ଗୟା ପ୍ରଭୃତି ତୀର୍ଥରେ କୋଟି କୋଟି ବାର ପିଣ୍ଡ ଦାନ କରିଛି ପୁଣ୍ୟ ସମୟରେ ବିଭିନ୍ନ ତୀର୍ଥ ସ୍ଥାନରେ ଯାଇ ତପ ଆଚରଣ କରିଛି ଏବଂ କୋଟି କୋଟି ତୀର୍ଥରେ କୋଟି କୋଟି ବାର ସ୍ନାନ ଏସବୁ କରିଛି ତା ସହ ଆଉ ଗୋଟାଏ ସବୁଠାରୁ ମହତ୍ୱପୂର୍ଣ୍ଣ କଥା ହେଲା ଅର୍ଦ୍ଧୋଦୟ ଯୋଗରେ କୋଟି କୋଟି ତୀର୍ଥରେ ସ୍ନାନ କରିବା। ଅର୍ଦ୍ଧୋଦୟ ଯୋଗ କଣ? ଯେଉଁ ଯୋଗରେ ଆପଣଙ୍କର ପ୍ରତ୍ୟେକ ବେଦ ବିହିତ କର୍ମ ପୁଣ୍ୟ କର୍ମ ଆଦି 7 କୋଟି ଗୁଣ ଫଳ ପ୍ରଦାନ କରିଥାଏ। ଏ କଳ୍ପରେ ଏ ପର୍ଯ୍ୟନ୍ତ ଅର୍ଦ୍ଧୋଦୟ ଯୋଗ ଆସିନାହିଁ ପୂର୍ବ କଳ୍ପରେ ଆସିଥିଲା
ବ୍ରହ୍ମାଙ୍କର ପୂର୍ବ କଳ୍ପରେ ଆସିଥିଲା। ସେଇ ସମୟରେ ସମସ୍ତ ଦେବତା ମାନେ ଆସି ଶ୍ରୀକ୍ଷେତ୍ରରେ ଭଗବାନଙ୍କର ସେବା ପୂଜା ଭଜନ ପୂଜନ ସବୁ କରିଥିଲେ। ଯାହା କରିବେ ତାହା କୋଟି ଗୁଣରେ ଫଳ ପ୍ରାପ୍ତ ହବ। ତେବେ ଅର୍ଦ୍ଧୋଦୟ ଯୋଗ କଣ ଏବେ କୋଉଠି ଅଛି କି? ଯୋଗ କଣ? ଯୋଗ ଯେମିତି ଆପଣଙ୍କର କହନ୍ତି ବାରୁଣୀ ଯୋଗ, ଏବେ ହିଁ ନିକଟରେ ପଡିଥିଲା ମହାକୁମ୍ଭ ଯୋଗ। ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ଦ୍ଦିଷ୍ଟ ପାତ୍ର ମାନଙ୍କୁ ଯେଉଁ କୃପା ପ୍ରଦାନ କରିବା ପାଇଁ ଭଗବାନଙ୍କର ବିଶେଷ ଆଶୀର୍ବାଦ ହୋଇଥାଏ, ତାହାକୁ ଯୋଗ କୁହାଯାଏ। ଏଇ ସମସ୍ତ ଯୋଗ ମାନଙ୍କରେ ସର୍ବଶ୍ରେଷ୍ଠ ଯୋଗ ହେଲା ଅର୍ଦ୍ଧୋଦୟ ଯୋଗ। ଏହା ଅତି ବିରଳ। ଖୁବ କ୍ୱଚିତ ସମୟରେ ଅର୍ଦ୍ଧୋଦୟ ଯୋଗ କେହି ଦର୍ଶନ କରିଥାଇପାରେ। ଅର୍ଦ୍ଧୋଦୟ ଯୋଗ ଏବେ ନିକଟ ସମୟରେ କେବେ ଆସିବାର ତ ସମ୍ଭାବନା ନାହିଁ, ପୂର୍ବ କଳ୍ପରେ ଆସିଥିଲା। କିନ୍ତୁ ଅର୍ଦ୍ଧୋଦୟ ଯୋଗ କଣ ଆମେ ଏଇଭଳି ପୁଣ୍ୟ କେବେ ପ୍ରାପ୍ତ କରିପାରିବା? ତାର କିଛି ସମ୍ଭାବନା ଅଛି କି? ଯଦି ଆମେ ସ୍କନ୍ଦ ପୁରାଣରେ ଅଧ୍ୟୟନ କରିବା, ଅର୍ଦ୍ଧୋଦୟ ଯୋଗ ତିନିଟି ତତ୍ଵ, ଗୋଟିଏ କ୍ଷେତ୍ର ଅଛି ଯେଉଁଠାରେ ସର୍ବଦା ବିଦ୍ୟମାନ, ଯେଉଁଠାରେ ସବୁ ସମୟରେ ଅର୍ଦ୍ଧୋଦୟ ଯୋଗ ବିଦ୍ୟମାନ। ସେ ଅର୍ଦ୍ଧୋଦୟ ଯୋଗ କେଉଁଠାରେ ବିଦ୍ୟମାନ? ଅର୍ଦ୍ଧୋଦୟ ଯୋଗ ଶ୍ରୀକ୍ଷେତ୍ର ପୁରୀରେ ସବୁ ସମୟରେ ବିଦ୍ୟମାନ। ତେଣୁକରି ଏଇଠାରେ ଯେକୌଣସି ଜଳରେ ଯଦି ଆପଣ ସ୍ନାନ କରନ୍ତି, ସର୍ବ ତୀର୍ଥମୟ ପୁଣ୍ୟ ଜଳର ସ୍ନାନର କୃପା ପ୍ରାପ୍ତ ହେବ। ଅର୍ଦ୍ଧୋଦୟ ଯୋଗରେ ଏହା ହଉଛି ମହିମା। ଏଇଠାରେ ଦାରୁ ବ୍ୟାଜ ପରମ ବ୍ରହ୍ମଙ୍କୁ ଦର୍ଶନ, ସାକ୍ଷାତ ଭଗବତ ଦର୍ଶନ ଭିତରେ କୌଣସି ପ୍ରଭେଦ ନାହିଁ। ଦ୍ୱାରକାପୁରୀରେ ଯେପରି ଭଗବାନ କୃଷ୍ଣଙ୍କର ଦର୍ଶନ ତାଙ୍କର ପାର୍ଷଦ ମାନେ ପାଣ୍ଡବ ମାନେ ଅନ୍ୟାନ୍ୟ ବ୍ରଜବାସୀ ମାନେ ଗୋପପୁରରେ ଦ୍ୱାରକାବାସୀ ମାନେ ଏହିପରି ଯେମିତି ମଥୁରାବାସୀ ମାନେ ମଥୁରାରେ ଦର୍ଶନ କରୁଥିଲେ ସାକ୍ଷାତ ଦର୍ଶନ, ସେଇଭଳି ସାକ୍ଷାତ ଦର୍ଶନ ହେଉଛି ଦାରୁବ୍ୟାଜ ବ୍ରହ୍ମ। ଦାରୁବ୍ୟାଜ ବ୍ରହ୍ମ କିଏ? ଭଗବାନଙ୍କର ଲୋମରୁ ଯେଉଁଠାରୁ ଅନନ୍ତ କୋଟି ବ୍ରହ୍ମାଣ୍ଡ ମାଳମାଳ ବହି ବାହାରେ, ସେଇ ଲୋମ ଯେତେବେଳେ ଚକ୍ରତୀର୍ଥ ସାଗର ନିକଟରେ ଆସି ପହଞ୍ଚିଥିଲା, ସେଇ ଲୋମ ଭଗବାନଙ୍କର ଦାରୁ କଳ୍ପଦ୍ରୁମ ରୂପେ ଚକ୍ରତୀର୍ଥ ସାଗର ନିକଟରେ ପତିତ ହୋଇଥିଲେ, ଯାହାକୁ ଇନ୍ଦ୍ରଦ୍ୟୁମ୍ନ ପ୍ରାପ୍ତ ହୋଇ ଦାରୁ ବ୍ରହ୍ମ ପ୍ରସ୍ତୁତ କରିଥିଲେ। ଏବଂ ନବକଳବର ଆଦିରେ ଯେଉଁ ବ୍ରହ୍ମ ଚିହ୍ନିତ କରାଯାଉଛି ଶଙ୍ଖ ଚକ୍ର ଗଦାଧର ଚିହ୍ନ ସହିତ, ସେ ସମସ୍ତ ଦାରୁ ବ୍ରହ୍ମ ଭଗବାନଙ୍କର ସେଇ ରୋମରାଜି କଳ୍ପଦ୍ରୁମ। ଏ ସାଧାରଣ ଦ୍ରୁମ ନୁହଁ, ଯାହାକି ଭଗବାନ ତାଙ୍କର ଦୈବୀ ଶକ୍ତି ସର୍ବମଙ୍ଗଳା ମଙ୍ଗଳା ଆଦି ଦେବ ଏବଂ ଏ ସ୍ୱପ୍ନାଦେଶ ଆଦି ମାଧ୍ୟମରେ ସେବକ ମାନଙ୍କୁ ଚିହ୍ନେଇ ଦିଅନ୍ତି ଯେ କଳ୍ପଦ୍ରୁମ ଦାରୁଦ୍ରୁମ କେଉଁଠାରେ ଅବସ୍ଥିତ। ସେଇ ଦାରୁଦ୍ରୁମରୁ ଯେଉଁ ଦାରୁ ବିଗ୍ରହ ପ୍ରସ୍ତୁତ ହୁଏ, ଏ ଦାରୁ ବିଗ୍ରହ ଦର୍ଶନ ସାକ୍ଷାତ ଭଗବତ ଦର୍ଶନ ମଧ୍ୟରେ କୌଣସି ପ୍ରଭେଦ ନାହିଁ। ଏ ଦ୍ୱିତୀୟ ତତ୍ଵ। ତୃତୀୟ ତତ୍ଵ କଣ? ତୃତୀୟ ତତ୍ଵ ହେଉଛି ଯେ ଶ୍ରୀକ୍ଷେତ୍ର ପୁରୀ ଧାମ ଭଗବାନଙ୍କର ପରମ ଧାମ। ଧାମ ସର୍ବଶ୍ରେଷ୍ଠ ଧାମ। ଭଗବାନଙ୍କର ଧାମ ଏବଂ ଭଗବାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। କୃଷ୍ଣଙ୍କର ତିନୋଟି ଶକ୍ତି ଅଛି, ସମ୍ବିତ ସନ୍ଧିନୀ ହ୍ଲାଦିନୀ। ସତ୍ ଚିତ୍ ଆନନ୍ଦମୟ। ଚିତରେ ସମ୍ବିତ, ସତରେ ସନ୍ଧିନୀ, ଆନନ୍ଦରେ ହ୍ଲାଦିନୀ। ସନ୍ଧିନୀ ଶକ୍ତି ଭଗବାନଙ୍କର ବିଭିନ୍ନ ଭକ୍ତଗଣଙ୍କୁ କୃପା ପ୍ରଦାନ କରି ତାଙ୍କୁ ଭଗବତ ଧାମକୁ ବା ଭକ୍ତି ମାର୍ଗକୁ ଆଣି ପ୍ରେମ ରୂପକ ପରମ ଆନନ୍ଦରେ ବୁଡାଇ ରଖିବା ପାଇଁ ଏ ପ୍ରକାର କୃପାମୟ ବ୍ୟବସ୍ଥା ଭଗବାନଙ୍କର ସନ୍ଧିନୀ ଶକ୍ତି। କଣ ସେ? ନାମ ରୂପ ଗୁଣ ଲୀଳା, ଏ ଚାରି ପରିଚୟ। ଆହୁରି ଭଗବତ ଧାମ ଭଗବାନଙ୍କର ବିଭିନ୍ନ ଆଭରଣ ଏବଂ ପରିକର। ଆଭରଣ ଅର୍ଥାତ୍ ଅଙ୍ଗବସ୍ତ୍ର ଆଦି, ଶଙ୍ଖ ଚକ୍ର ଗଦା ପଦ୍ମ ଆଦି ବିଭିନ୍ନ ପ୍ରକାର ଯାହା କିଛି ଭଗବାନଙ୍କର ସେବା ପାଇଁ ବ୍ୟବହୃତ ହୁଏ, ତାହା ସବୁ ଆଭରଣ। ପରିକର ଭଗବାନଙ୍କର ନିତ୍ୟ ପାର୍ଷଦ ଯେ ସର୍ବଦା ଭଗବାନଙ୍କର ଲୀଳାରେ ସାମିଲ ହୁଅନ୍ତି। ଗୋପ ଗୋପୀ ପରିବେଷ୍ଟିତ ନାମ ଗୋପାଳ ଚୂଡାମଣି। ସମସ୍ତ ଗୋପ ଗୋପୀ ଏବଂ ଯାହା ସବୁ ଭଗବାନଙ୍କୁ ସବୁ ସମୟରେ ପରିବେଷ୍ଟିତ ହୋଇ ତାଙ୍କର ସେବା ପ୍ରଦାନ କରିଥାନ୍ତି, ସେମାନେ ହେଲେ ପରିକର।
ଏହି ତିନି ତତ୍ଵ କଣ? ପରମ ଧାମ, ଦାରୁବ୍ୟାଜ ପରମ ବ୍ରହ୍ମ ଏବଂ ଅର୍ଦ୍ଧଦୟ ଯଗ, ତିନିଟିର ମିଶ୍ରଣ ହେଉଛି ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମ। ଏଣୁ ଏଠି ଯାହା କିଛି ଆପଣ ବେଦ ବିହିତ ପୁଣ୍ୟ କର୍ମ କରନ୍ତୁ ଅଥବା ଭକ୍ତି ଆଚରଣ କରନ୍ତୁ, କୋଟି ଗୁଣରେ, 100 କୋଟି ଗୁଣରେ, 100 କୋଟି ଅର୍ଥାତ୍ ଗୋଟେ ପରାର୍ଥ ବା ଇଂରାଜୀରେ 1 ବିଲିୟନ, 1 ବିଲିୟନ ଗୁଣର ଫଳ ଆପଣ ପ୍ରାପ୍ତ କରିବେ। ତେଣୁକରି ସତ୍ୟଂ ସତ୍ୟଂ ପୁନଃ ସତ୍ୟଂ ବ୍ରବୀମି ଦ୍ୱିଜ ପୁଙ୍ଗ ବାହ, ନାତଂ ଶ୍ରେୟସ୍କରମ୍ କର୍ମ ଶାସ୍ତ୍ର ଦୁଷ୍ଟେ ପଥିସ୍ଥିତମ୍। ହେ ଦ୍ୱିଜ ପୁଙ୍ଗବ ଗଣ, ମୁଁ ଆପଣଙ୍କ ନିକଟରେ ପୁନର୍ବାର ତ୍ରିବାର ସତ୍ୟ କରି କହିଅଛି, ଭଗବାନଙ୍କର ଏହି ଦେବ ସ୍ନାନ ଦର୍ଶନ ଅପେକ୍ଷା ଅନ୍ୟ ଶ୍ରେୟସ୍କର କର୍ମ କେବେ କୌଣସି ଶାସ୍ତ୍ରରେ ଆପଣ ଦେଖିପାରିବେ ନାହିଁ। ଯଦି ସବୁବେଳେ ଆପଣ ମହାପୁଣ୍ୟ କିଛି କରିବାକୁ ଚାହାନ୍ତି, ଯାହାଦ୍ୱାରା ଆପଣଙ୍କର ସମସ୍ତ କଲ୍ୟାଣ ଏକା ସାଥିରେ ହେଇପାରିବ, ଏକା ସମୟରେ ଏକତ୍ର ଏବଂ ଅତି ସହଜରେ ହେଇପାରିବ, ତାହେଲେ ସେ ହଉଛି ଭଗବାନଙ୍କର ଦେବସ୍ନାନ ପୂର୍ଣ୍ଣିମା ଦର୍ଶନ କରିବା, ଯୋଗଦାନ କରିବା। ଯେଉଁ ବ୍ୟକ୍ତି ମଞ୍ଚସ୍ଥ ସ୍ନାପ୍ୟମାନಂ ହି ଯଃ ପଶ୍ୟତେ ପୁରୁଷୋତ୍ତମମ୍ ସ୍ନାନାଚ୍ଛତ୍ତ ଗୁଣಂ ପୁଣ୍ୟಂ ଲଭତେ ନୈବ ସଂଶୟଃ। ଯେଉଁ ବ୍ୟକ୍ତି ସ୍ନାନ ମଣ୍ଡପରେ ମଞ୍ଚସ୍ଥ ଭଗବାନ ପୁରୁଷୋତ୍ତମଙ୍କର ସ୍ନାନ ଦର୍ଶନ କରିପାରେ, ସେ ଯେ ଅନେକ ତୀର୍ଥାଦି ସ୍ନାନ ଅପେକ୍ଷା 100 କୋଟି ଗୁଣ ଅଧିକ ପୁଣ୍ୟ ଫଳ ପ୍ରାପ୍ତ ହେବ, ଏଥିରେ ଆପଣ ଅଣୁମାତ୍ର ସନ୍ଦେହ କରନ୍ତୁ ନାହିଁ। ମଞ୍ଚସ୍ଥିତମ୍ ଜଗନ୍ନାଥମ୍ ସ୍ନାନାର୍ଦ୍ରମ୍ ଜସ୍ତୁ ପଶ୍ୟତି ସ୍ନାନ ସାନ୍ଦ୍ରାନନ୍ଦାର୍ଦ୍ଧ ସାନ୍ଦ୍ରାନନ୍ଦାର୍ଦ୍ଧ ଚିତୋ ଅସୌ ନ କିଞ୍ଚିତ୍ ପାପମଶ୍ନୁତେ। ଯେଉଁ ମାନବ ସ୍ନାନ ପୂର୍ଣ୍ଣିମାରେ ଆଦ୍ର ବା ଜଳରେ ସିକ୍ତ ମଞ୍ଚସ୍ଥ ଭଗବାନ ଜଗନ୍ନାଥ ଦେବଙ୍କୁ ଦର୍ଶନ କରେ, ତାହାର ଚିତ୍ତରେ ପ୍ରଗାଢ ଆନନ୍ଦ ରସରେ ଚିତ୍ତ ଆର୍ଦ୍ର ହୋଇଥାଏ ଏବଂ ସେ କୌଣସି ପାପ କାର୍ଯ୍ୟରେ ଲିପ୍ତ ହୁଏ ନାହିଁ। ଯଦେବ ପୁଣ୍ୟମୁଦିତଂ ସ୍ନାନ ଦର୍ଶନ କର୍ମଣି ତତ୍ ତତତ୍ ଫଳମାବାପ୍ନୋତି ଦୃଷ୍ଟ୍ୱା ମଞ୍ଚସ୍ଥମୁଚ୍ୟତମ୍। ହେ ମୁନିଗଣ, ଏ ଯେଉଁ ସ୍ନାନ ଦର୍ଶନରେ ଯେଉଁ ପୁଣ୍ୟ କଥା ମୁଁ କହିଲି, ସେଇ ଦେବସ୍ନାନ ମଣ୍ଡପରେ ମଞ୍ଚସ୍ଥିତ ଭଗବାନଙ୍କୁ କେବଳ ଦର୍ଶନ କଲେ ମାନବ ସେହି ସମସ୍ତ ପୁଣ୍ୟ ଫଳ ପ୍ରାପ୍ତ ହେବ। ଯଦିଓ ତାଙ୍କୁ ଆପଣ କହିପାରିବେ ଯେ ଆପଣ ଶ୍ରୀକ୍ଷେତ୍ର ପୁରୀ ଯାଉଛନ୍ତି, ଆପଣଙ୍କୁ ସ୍ନାନ କରିବାର ସୁଯୋଗ ପ୍ରାପ୍ତ ହଉନାହିଁ, ତେଣୁକରି ଆପଣଙ୍କୁ କିଛି ଫଳ ପ୍ରାପ୍ତ ହଉନାହିଁ, ତା ନୁହଁ। ସେ ସମସ୍ତ ଫଳ ପ୍ରାପ୍ତ ହବ, ଯାହାକି ଜଣେ ପୂଜାରୀ ମଧ୍ୟ ଯେପରି ଅଭିଷେକ କରୁଛନ୍ତି ସ୍ନାନ ଜଳ ନେଇ, ଯଦିଓ ସେ ଆପଣଙ୍କୁ ସେ ଅଧିକାର ପ୍ରାପ୍ତ ନ ହେଇପାରୁଛି, କେବଳ ଦର୍ଶନ ମାତ୍ରେ ହିଁ ଆପଣ ସେ ପୁଣ୍ୟ ଫଳ ପ୍ରାପ୍ତ କରିପାରିବେ। ସ୍ନାନ ମଣ୍ଡପରେ ଯେତେବେଳେ ଜଗନ୍ନାଥ, ବଳଦେବ, ସୁଭଦ୍ରା, ମହାରାଣୀ, ସୁଦର୍ଶନ ବିରାଜିତ, ଆପଣ ବଡଦାଣ୍ଡରେ କୋଉଠି ବି ଛିଡା ହେଲେ ପୂର୍ଣ୍ଣ ଭାବରେ ଦର୍ଶନ ପାଇପାରିବେ। ତାହା ଏତେ ଉଚ୍ଚରେ ଭଗବାନଙ୍କର ଏପରି ବ୍ୟବସ୍ଥା ଯେ ସ୍ନାନ ମଣ୍ଡପ ଗୋଟିଏ ଦିନ, ଯାହା ଯେପରି ରଥଯାତ୍ରାରେ ଭଗବାନ ବାହାରକୁ ଆସିଥାନ୍ତି, ସେହିପରି ସ୍ନାନ ମଣ୍ଡପରେ ଭଗବାନ ବାହାରକୁ ଆସିଥାନ୍ତି। ଆପଣ ସବୁଦିନରେ ଜଗନ୍ନାଥ ମଧ୍ୟ ଆପଣଙ୍କୁ କରୁଣା କରିଛନ୍ତି ଯେ ସେ ପତିତ ପାବନ ରୂପରେ ବାହାରେ ଦର୍ଶନ ଦେଉଛନ୍ତି। ତାହା ଏକ ମୂର୍ତ୍ତି ଅର୍ଥାତ୍ ଜଗନ୍ନାଥ ଏକ ମୂର୍ତ୍ତି, ଯେ ଚତୁର୍ଦ୍ଧା ମୂର୍ତ୍ତିରେ ପ୍ରକଟ ହୋଇଛନ୍ତି, ତାହାକୁ ଆପଣ ରତ୍ନବେଦୀରେ ଦର୍ଶନ କରିପାରିବେ। ଅନ୍ୟ ସମସ୍ତ ଦିନ ଗୁଣ୍ଡିଚାରେ, ନବଦିନ ଯାତ୍ରା ମଧ୍ୟରେ ରଥ ଏବଂ ଗୁଣ୍ଡିଚା ମନ୍ଦିର ଦର୍ଶନ କରିପାରିବେ। ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ଦର୍ଶନ କରିପାରିବେ। ତେବେ ସ୍ନାନ ମଣ୍ଡପ, ରଥ ଏବଂ ପତିତ ପାବନ, ଏହି ଦର୍ଶନ ସମସ୍ତଙ୍କ ପାଇଁ ଭଗବାନ ରଖିଛନ୍ତି, ଯାହା ଦ୍ୱାରା ବ୍ୟକ୍ତି ସବୁ ସମୟରେ ଜଗନ୍ନାଥଙ୍କର ଦର୍ଶନ କରି କୃପା ପ୍ରାପ୍ତ ହେବ ଏବଂ ଭବସାଗରରୁ ରକ୍ଷା ପାଇ ପରମ ଆନନ୍ଦମୟ ପ୍ରେମ ଭକ୍ତି ସଚିଦାନନ୍ଦମୟ ଭକ୍ତିରେ ବିଲୀନ ହେବ। ଏକ ଏବ ଜଗନ୍ନାଥ ସ୍ତ୍ରୀଧା ତତ୍ର ସ୍ଥିतो ଦ୍ୱିଜଃ ଏକୈକସ୍ୟାପି ସ୍ନପନ ଦର୍ଶନಂ ଭୁକ୍ତି ମୁକ୍ତିଦମ୍। ହେ ଦ୍ୱିଜଗଣ, ଏକମାତ୍ର ଭଗବାନ ଜଗନ୍ନାଥ ହରି ହିଁ ତିନି ଭାଗରେ
ବିଭକ୍ତ ହୋଇ ନୀଳାଚଳରେ ବିରାଜିତ ଅଛନ୍ତି। ଏଣୁ ଜଗନ୍ନାଥ ଦେବ, ବଳଦେବ ଓ ସୁଭଦ୍ରା ଦେବୀ ଏକ ମୂର୍ତ୍ତିରେ ସ୍ନାନ ଦର୍ଶନରେ ବି ମାନବ ମାତ୍ରେ ଐହିକ ଯାବତୀୟ ସାଂସାରିକ ସୁଖ ଭୋଗ ଓ ପରିଣାମରେ ମୋକ୍ଷପ୍ରଦ ପ୍ରାପ୍ତ ହୋଇଥାନ୍ତି। ଯେ ଯେ ଆପଣଙ୍କୁ କେବଳ ମୋକ୍ଷ ପ୍ରାପ୍ତ ହବ ତା ନୁହଁ, ସଂସାରର ସମସ୍ତ ଦୁଃଖ ଶୋକ ନାଶ ହେବା ସହିତ ଆପଣଙ୍କର ବାଞ୍ଛିତ ଅନ୍ୟ ତିନି ବର୍ଗ ଯଥା ଧର୍ମ, ଅର୍ଥ ଏବଂ କାମ ମଧ୍ୟ ପ୍ରାପ୍ତ କରା ହେଇପାରିବ। ସ୍ନାନ କାଳେ ସବୈ ମୁକ୍ତିಂ ପ୍ରୟାତି ଦିଦସତ୍ତମାଃ ଅଧିବାସିକಂ ଯତ୍ର ଜୟୀ କୃତಂ ସ୍ନାନ କର୍ମଣି ତେଷାଂ ଶ୍ରଦ୍ଧା ମୁଦା ଯୁକ୍ତଃ ପ୍ରଦଦ୍ୟା ଦକ୍ଷିଣଃ ପୃଥକ୍ ବ୍ରାହ୍ମଣେभ्यश्च ମିଷ୍ଟାନ୍ନଂ ବସ୍ତ୍ରାଳଙ୍କାରାଣि च प्रदद्या अश्रद्धया যুক্তো দীননাথং স তর্পয়েতে। যে দ্রষ্টুমাগতাঃ স্নানম জীবন মুক্তাস্তু তে ধ্রুবম। হে দ্বিজସତ୍ତମ, ଯେଉଁ ବ୍ୟକ୍ତିମାନେ ସ୍ନାନ କାଳରେ ଅତି ଆନନ୍ଦ ସହିତ ଥରେ ମାତ୍ର ହେ କୃଷ୍ଣ, ହେ ଜଗନ୍ନାଥ, ହେ ରାମ, ହେ ବଳରାମ, ହେ ସୁଭଦ୍ରା, ଏହିପରି ଆପଣଙ୍କର ଜୟ ହଉ, ଆପଣଙ୍କର ଜୟ ହଉ, ଏହିପରି ଜଗନ୍ନାଥଙ୍କର ଜୟଗାନ କରେ, ସେ ଯେ ନିଶ୍ଚିତ ମୁକ୍ତି ଲାଭ ହବ, ଏଥିରେ କୌଣସି ସନ୍ଦେହ ନାହିଁ। ଭଗବାନଙ୍କର ଏହି ସ୍ନାନ କାର୍ଯ୍ୟରେ ଯେଉଁ ଯେଉଁ ସମସ୍ତ ପୁରୋହିତ ମାନେ ବିଭିନ୍ନ ଅଧିବାସୀ ଆଦି ସମ୍ପାଦନା କରନ୍ତି ଏବଂ ଶ୍ରଦ୍ଧା ଓ ଆନନ୍ଦ ହୃଦୟରେ ସେହି ପୁରୋହିତ ମାନଙ୍କୁ ଆପଣମାନେ ଯଦି କିଛି ଦକ୍ଷିଣା ଦାନ କରିବେ, ବ୍ରାହ୍ମଣ ମାନଙ୍କୁ କିଛି ଭୋଜନ, ମିଷ୍ଟାନ୍ନ, ବସ୍ତ୍ର, ଅଳଙ୍କାର ଆଦି ଦାନ କରିବେ, କିମ୍ବା ଦରିଦ୍ର ତଥା ଅନାଥ ଯେଉଁମାନେ ଆପଣଙ୍କୁ ସେଇ ସମୟରେ କିଛି ସେମାନଙ୍କୁ ଦାନ କରିବେ, କିଛି ମିଷ୍ଟାନ୍ନ ବା କିଛି ଭୋଜନ ଏସବୁ ଦେଇ ସେମାନଙ୍କୁ ସନ୍ତୁଷ୍ଟ କରିବେ, ତେବେ ଭଗବାନଙ୍କର ସ୍ନାନ ଦର୍ଶନ ନିମନ୍ତେ ଆପଣଙ୍କର ଜୀବନ ସଫଳ ହେବା ସହିତ ଆପଣ ନିଶ୍ଚୟ ଭାବରେ ଜୀବନ ମୁକ୍ତ ହୋଇଯିବେ। ତେଣୁକରି ଏହା ହିଁ କର୍ତ୍ତବ୍ୟ ଯେ ପୁରୋହିତ, ଅନାଥ, ଦରିଦ୍ର ଏ ସମସ୍ତଙ୍କୁ ବସ୍ତ୍ର, ଅଳଙ୍କାର, ମିଷ୍ଟାନ୍ନ ଆଦି ଦ୍ୱାରା ସେମାନଙ୍କର ସେବା କରିବା ଉଚିତ, ଦକ୍ଷିଣା ଦେବା ଉଚିତ। ଏହା ହିଁ ଶାସ୍ତ୍ର ବିଧି। ତଦ୍ୱାରା ଆପଣଙ୍କର ସମସ୍ତ ଜୀବନର ସମସ୍ତ ପାପ କ୍ଷୟ ହୋଇ ଜୀବନ ମୁକ୍ତ ହୋଇଯିବେ। ତାନ୍ ଯଥା ଶକ୍ତି ବୈରାଜା ମାନୟତେ ପ୍ରୀତୟେ ହରେଃ ସ୍ନାନାବଶେଷତାୟେନ ସ୍ନାନାବଶେଷତୋୟେନ ସ୍ନାୟାଦ୍ ଭଦ୍ରାସନ ସ୍ଥିତଃ ନାରୀ ବା ପୁରୁଷ ବାପି ତସ୍ୟ ପୁଣ୍ୟଂ ବଦାମି ବହ ଧନ୍ୟଃ ସ୍ୟାଚିର ରୋଗାର୍ତ୍ତୋ ହି ଅପମୃତ୍ୟୁଜୟେ ଦଶୌଃ। ଏଣୁ ଭଗବାନ ଶ୍ରୀ ହରିଙ୍କର ପ୍ରୀତି ନିମିତ୍ତ ସେମାନେ ଯଥାଶକ୍ତି ସମ୍ମାନ ପ୍ରଦାନ କରିବା ଉଚିତ। ରାଜା ଏବଂ ସେବକ ମାନଙ୍କୁ, କି ସ୍ତ୍ରୀ କି ପୁରୁଷ ଯେଉଁ ବ୍ୟକ୍ତି ଏହି ଭଦ୍ରାସନରେ ସ୍ଥିତ ହୋଇ ଭଗବାନଙ୍କର ସ୍ନାନସିକ୍ତ ଜଳରେ ସ୍ନାନ କରେ, ଭଦ୍ର ଆସନ, ଯେତେବେଳେ ଭଗବାନଙ୍କ ଯେଉଁ ଜଳ ଅର୍ପିତ ହୋଇଥାଏ ସେ ସ୍ନାନ ଜଳକୁ ଆଣି ଭଦ୍ର ଆସନରେ ବସି ଆପଣ ସେଇ ସ୍ନାନ ଜଳରେ ନିଜକୁ ସିକ୍ତ କରାଇବେ, ତାହେଲେ ଆପଣଙ୍କ ନିକଟରେ ବହୁ ପୁଣ୍ୟ ଯାହା ପ୍ରାପ୍ତ ହେବ ସେ ବିଷୟରେ ଆଗାମୀ ଶ୍ଲୋକରେ ଜୈମିନି ମୁନି ବର୍ଣ୍ଣନା କରିବେ। ସେ କହୁଛନ୍ତି ଯେ ଯେଉଁ ବ୍ୟକ୍ତି ଚିର ରୋଗାକ୍ରାନ୍ତ ହୋଇଥାଏ, ବହୁ ବ୍ୟାଧିରେ ଆକ୍ରାନ୍ତ ହୋଇଥାଏ, କିମ୍ବା ଯାହାର ଅପମୃତ୍ୟୁର ଯୋଗ ଥାଏ, ସେ ସମସ୍ତ ଦୂର ହୋଇଯାଇଥାଏ, ଆରୋଗ୍ୟ ଲାଭ କରେ ଏବଂ ଅପମୃତ୍ୟୁ ମଧ୍ୟ ନଷ୍ଟ ହୋଇଥାଏ। ଯେଉଁମାନେ ଅପୁତ୍ରା ମୃତବସ୍ଥା ବା ବନ୍ଧ୍ୟା ବାପି ଲଭେତ୍ ସୁତମ୍ ସୁବଘ ସର୍ବଲୋକାନାଂ ନିର୍ଧନ ଧନବାନ ଭବେତ୍। ଯେଉଁମାନେ ପୁତ୍ର ପ୍ରାପ୍ତି ହୋଇନାହାନ୍ତି ବା ବନ୍ଧ୍ୟା ହୋଇଥିବେ ଅଥବା ଯେଉଁମାନଙ୍କର ପୁତ୍ର ମୃତ ହୋଇଥିବେ, ସେ ପ୍ରକାର ନାରୀମାନେ ପୁତ୍ର ସନ୍ତାନ ଲାଭ କରିବେ। ଯେଉଁମାନେ ନିର୍ଧନ ବ୍ୟକ୍ତି ସେମାନେ ଧନ ଲାଭ କରି ସର୍ବଲୋକ ପ୍ରିୟ ହୋଇପାରିବେ। ତେଣୁକରି ଭଗବାନଙ୍କର ସ୍ନାନ ଅବଶେଷ ଜଳ ନେଇ ନିଜକୁ ସିକ୍ତ ନିଜର ମଥାରେ ଏବଂ
ଉପର ଶରୀର ଉପର ଭାଗରେ ଲେପନ କରି ଏ ପ୍ରକାର କଲ୍ୟାଣ ଆପଣ ପ୍ରାପ୍ତ ହୋଇପାରିବେ। ଗୁର୍ବିଣୀ ଲଭତେ ପୁତ୍ରମ୍ ଦୀର୍ଘାୟୁର୍ଗୁଣବତ୍ତରମ୍ ଗଙ୍ଗାଦିବସ ତୀର୍ଥାନାମ୍ ସ୍ନାନଜମ୍ ଫଳମ୍ ଆପ୍ନୁୟାତେ। ଯେଉଁମାନେ ଗର୍ଭବତୀ ସ୍ତ୍ରୀ ସେ ଯଦି ଏହି ଭଗବାନଙ୍କର ଅବଶିଷ୍ଟ ଜଳରେ ସ୍ନାନ କରନ୍ତି ତାହେଲେ ସେମାନଙ୍କର ଅବଶ୍ୟ ଦୀର୍ଘାୟୁ ମହାଗୁଣଶାଳୀ ପୁତ୍ର ଲାଭ ହେବ ଏବଂ ଗଙ୍ଗା ଆଦି ସମସ୍ତ ତୀର୍ଥରେ ସ୍ନାନର ଫଳ ତାଙ୍କୁ ପ୍ରାପ୍ତ ହେବ। କୁଷ୍ଠ ବ୍ୟାଧି ଜୁତ ବା ଜୁତ ଯୋ ବୈ ସର୍ବାଙ୍ଗ ପରିଲେପୟତେ ନଶ୍ୟତେ ନାତ୍ର ସନ୍ଦେହ ବାଗ୍ମି ସ୍ୱେଚ୍ଛାସ୍ତ୍ର କୋ ବିଦଃ। କୁଷ୍ଠରୋଗୀ ଯଦି ଭଗବାନଙ୍କର ସ୍ନାନ ଅବଶେଷକୁ ଜଳକୁ ନେଇକି ସର୍ବାଙ୍ଗରେ ଲେପନ କରେ ତାହେଲେ ତାର ସମସ୍ତ ରୋଗ ବିନଷ୍ଟ ହୋଇଯାଏ। ସେ ନିଶ୍ଚୟ ବାଗ୍ମୀ ଓ ଅଶସ୍ତ୍ରରେ ଏବଂ ଶେଷରେ ସମସ୍ତ ଶାସ୍ତ୍ରରେ ପାରଦର୍ଶୀ ହୋଇଯିବେ। ନାତଃ ପବିତ୍ରମ୍ ଭୋ ପ୍ରାହ ସ୍ୱର୍ଧିନ୍ୟୋऽମ୍ଭୋପି କୀର୍ତିତମ୍ ଯଦ୍ ଯଦ୍ କାମୟତେ ଚିତ୍ତେ ଅହିକ କାମୁସ୍ମିକମ୍ ତଥା ବିଷ୍ଣୁଃ ସ୍ନାନ ଅବଶେଷେଣ ତୋୟେନ ଲଭ୍ୟତେ ଫଳମ୍ ସ୍ନାନ ଦର୍ଶନଜମ୍ ପୁଣ୍ୟ ଧର୍ମାତ୍ମା ଲଭତେ ଧ୍ରୁବମ୍। ଅର୍ଥାତ ଏହି ଦେବସ୍ନାନ ପୂର୍ଣ୍ଣିମାରେ ଯେଉଁ ବ୍ୟକ୍ତି ଭଗବାନଙ୍କର ଏହି ସ୍ନାନ ଅବଶେଷ ଜଳ ପ୍ରାପ୍ତ ହୁଏ ଏହା ଗଙ୍ଗାର ପବିତ୍ର ଜଳ ଠାରୁ ଅଧିକ ପବିତ୍ର ବୋଲି କୀର୍ତ୍ତିତ ହୋଇଥାଏ। ମନୁଷ୍ୟ ଯେକୌଣସି ବିଷୟ ମନରେ ଅଭିଳାଷ କରେ ଯାହାକି ପରଲୌକିକ ହେଉ ବା ଲୌକିକ ହେଉ ଅର୍ଥାତ ଆଧ୍ୟାତ୍ମିକ ହେଉ ବା ଭୌତିକ ଇଚ୍ଛା ହେଉ ଭୁକ୍ତି ସିଦ୍ଧି ହେଉ ବା ମୁକ୍ତି ଇଚ୍ଛା ହେଉ ଧର୍ମ ଅର୍ଥ କାମ ଇଚ୍ଛା ହେଉ ଅଥବା ମୋକ୍ଷ ଇଚ୍ଛା ହେଉ ଅଥବା ଭଗବତ ପ୍ରେମ ଭକ୍ତି ଇଚ୍ଛା ହେଇ ଏ ସମସ୍ତ ଇଚ୍ଛା ବିଷ୍ଣୁଙ୍କର ସ୍ନାନ ଜଳ ଅବଶେଷରେ ସ୍ନାନ କଲେ ସେ ପ୍ରାପ୍ତ ହୋଇପାରେ। ଏଣୁ ମହର୍ଷିଗଣ କହିଛନ୍ତି ଯେ ଯେଉଁ ଧର୍ମାତ୍ମା ବ୍ୟକ୍ତି ସ୍ନାନ ଦର୍ଶନ ଜନିତ ପୁଣ୍ୟ ଲାଭ କରେ ସେ ନିଶ୍ଚିତ ଏ ସମସ୍ତ ପ୍ରକାର ପୁଣ୍ୟ ଲାଭ କରିବ ଏବଂ ଭଗବତ ଭକ୍ତି ପ୍ରାପ୍ତ ହୋଇ ଜନ୍ମ ମୃତ୍ୟୁ ଚକ୍ରରୁ ରକ୍ଷା ପାଇ ଜୀବନ ମୁକ୍ତ ହୋଇ ଭଗବତ ଧାମ ପ୍ରତ୍ୟାବର୍ତ୍ତନ କରିବ। ଏହା ଥିଲା ସ୍ନାନ ପୂର୍ଣ୍ଣିମାର ଦିବ୍ୟ ମହିମା। ଆଜି ସ୍ନାନ ପୂର୍ଣ୍ଣିମା ଏହି ସ୍ନାନ ପୂର୍ଣ୍ଣିମାରେ ଯୋଗଦାନ ଦିଅନ୍ତୁ ଦର୍ଶନ କରନ୍ତୁ ଏବଂ ଭଗବାନଙ୍କର ଅବଶେଷ ସ୍ନାନ ଜଳରେ ସ୍ନାନ କରନ୍ତୁ ଯଥା ସମ୍ଭବ ସେବା ପ୍ରଦାନ କରନ୍ତୁ ଭଗବାନଙ୍କ ପାଇଁ ପୁରୋହିତ ମାନଙ୍କ ମାଧ୍ୟମରେ ଆଶ୍ରମ ପାଇଁ ମନ୍ଦିର ପାଇଁ ଯଥା ସମ୍ଭବ ଦାନ ପୁଣ୍ୟ କାର୍ଯ୍ୟରେ ନିଯୁକ୍ତ ହୁଅନ୍ତୁ ଏବଂ ଏହି ଦିନ ସମସ୍ତ ପୁଣ୍ୟ ଫଳ ଲାଭ କରି ଶୁଦ୍ଧ କୃଷ୍ଣ ପ୍ରେମ ଲାଭ କରନ୍ତୁ। ଜୟ ଜଗନ୍ନାଥ। जय देव स्नान पूर्णिमा की जय। जगन्नाथ बलदेव सुभद्रा महारानी सुदर्शन जी भगवान की जय। निताय गौर प्रेमानंदे हरि हरि बोल।